ସମସ୍ତଙ୍କୁ ନମସ୍କାର। ଆଜି ମୁଁ ବାଇବେଲ ପଢ଼ୁ ପଢ଼ୁ ଗୋଟିଏ ଅଂଶ ଉପରେ ମୁଁ ପଢ଼ିବା ଆରମ୍ଭ କଲି। ତାହା ଏହି ପ୍ରକାର, ଯେତେବେଳେ ଯୀଶୁଖ୍ରୀଷ୍ଟ ଜିରିଓରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ, ସେଠାରେ ଜଣେ ବ୍ୟକ୍ତି ଥିଲେ ଯିଏକି ଯକ୍ଷ ନାମରେ ପରିଚିତ। ଆଉ ଏହି ବ୍ୟକ୍ତି ରୋମିଓ ସରକାରଙ୍କର ଜଣେ କର୍ମଚାରୀ, କର ଆଦାୟକାରୀ ଧନୀ ବ୍ୟକ୍ତି ମଧ୍ୟ ଥିଲେ। ଯେତେବେଳେ ଯୀଶୁଖ୍ରୀଷ୍ଟ ସେହି ରାସ୍ତା ଦେଇ ଯାଉଅଛନ୍ତି, ବିଭିନ୍ନ ଲୋକ ବିଭିନ୍ନ ଉଦ୍ଦେଶ୍ୟ ନେଇ ସେମାନେ ଯୀଶୁଙ୍କର ପଛେ ପଛେ ଯାଉଅଛନ୍ତି। କିଛି ଲୋକ ତାହାଙ୍କରି ଆଶ୍ଚର୍ଯ୍ୟ କର୍ମ ଦେଖିବା ନିମନ୍ତେ, କିଛି ଲୋକ ତାହାଙ୍କଠାରୁ ସୁସ୍ଥତା ପାଇବା ନିମନ୍ତେ, କିଛି ଲୋକ ତାହାଙ୍କର ଶିକ୍ଷା ଶୁଣିବା ନିମନ୍ତେ, ଆଉ କିଛି ଲୋକ ତାହାଙ୍କରି ଶିକ୍ଷାରେ ପ୍ରଭାବିତ ହୋଇ ତାହାଙ୍କରି ଅନୁଗମନ କରୁଥିଲେ। କିନ୍ତୁ ଏହି ଯକ୍ଷ ନାମରେ ପରିଚିତ ବ୍ୟକ୍ତି ମଧ୍ୟ ଯୀଶୁଙ୍କ ଦେଖିବା ନିମନ୍ତେ ଇଚ୍ଛା ପ୍ରକାଶ କଲେ। ସେ ଜାଣିଲେ ଯେ ଯୀଶୁଖ୍ରୀଷ୍ଟ ଏହି ରାସ୍ତା ଦେଇ ସେ ଯାଉଅଛନ୍ତି, ଆଉ ସେ ଶାରୀରିକ ଦୁର୍ବଳତା ସକାଶୁ ଯୀଶୁଙ୍କୁ ଦେଖିପାରିନଥିଲେ। କିନ୍ତୁ ସେ ସମ୍ପୂର୍ଣ୍ଣ ଚେଷ୍ଟା କଲେ ସେ ଯେପରି ଯୀଶୁଙ୍କୁ ଦେଖିବେ। ସେଥିପାଇଁ ସେ ଗୋଟିଏ ଡିମ୍ବୁରି ବୃକ୍ଷରେ ଚଢ଼ିଲେ ଯୀଶୁଙ୍କୁ ଦେଖିବା ନିମନ୍ତେ। ତାଙ୍କରି ଶାରୀରିକ ଦୁର୍ବଳତା ମଧ୍ୟ ତାଙ୍କୁ ବାନ୍ଧି ପାରିନଥିଲା ଯୀଶୁଙ୍କୁ ଦେଖିବା ନିମନ୍ତେ। ସେ ଗୋଟିଏ ଡିମ୍ବୁରି ଗଛ ଉପରେ ଚଢ଼ିଲେ ଏବଂ ଯୀଶୁଙ୍କୁ ଦେଖିବା ନିମନ୍ତେ ସେ ସମ୍ପୂର୍ଣ୍ଣ ଭାବରେ ଚେଷ୍ଟା କଲେ। କିନ୍ତୁ ଏହି ବିଷୟକୁ ଯୀଶୁ ହୃଦୟଙ୍ଗମ କରି ସେ ଯେଉଁ ଡିମ୍ବୁରି ଗଛରେ ଚଢ଼ିଥିଲେ, ସେହି ଗଛ ମୂଳରେ ଯୀଶୁ ଠିଆ ହୋଇ ସେହି ବ୍ୟକ୍ତିଙ୍କୁ କହିଲେ, ତୁମେ ଶୀଘ୍ର ଓହ୍ଲାଇ ଆସ, ଆଜି ଅବଶ୍ୟ ମୋତେ ତମ ଘରେ ରହିବାକୁ ହେବ। ତାପରେ ଯେତେବେଳେ ଏହି ଘଟଣା, ଏହି ବିଷୟକୁ ଲୋକମାନେ ଜାଣିଲେ, ଲୋକମାନେ କହିବା ଆରମ୍ଭ କଲେ ଯେ ଦେଖନ୍ତୁ, ଏହି ବ୍ୟକ୍ତି ଜଣକ ଜଣେ ପାପୀ ଲୋକ ଘରେ ରହିବାକୁ ଯାଉଅଛି। କିନ୍ତୁ ଏହା ଶୁଣି ଯକ୍ଷ ନିଜେ ସ୍ୱୀକାର କରିବାକୁ ଲାଗିଲେ, ଯାହାଠାରୁ ମୁଁ ଠକି ନେଇ ଆସିଅଛି କିଛି ପଇସା ଧନ ସମ୍ପତ୍ତି, ତାହାକୁ ମୁଁ 4 ଗୁଣରେ ଫେରାଇ ଦେବାକୁ ଯକ୍ଷ ସ୍ୱୀକାର କଲେ ଏବଂ ନିଜକୁ ପ୍ରଭୁଙ୍କଠାରେ ସମର୍ପଣ କଲେ, ନିଜକୁ ନମ୍ର କଲେ। ନମ୍ର ଭାବରେ, ସମର୍ପିତ ଭାବରେ ପ୍ରଭୁଙ୍କଠାରେ ନିଜର ସମସ୍ୟାକୁ ଜଣାଇବା, ତାହେଲେ ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ ନିଶ୍ଚିତ ଭାବରେ ଆଶୀର୍ବାଦ କରିବେ। ସେ ଆମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ସେ ଚାହାନ୍ତି, କିନ୍ତୁ ଆମେ ଅନେକ ସମୟରେ ତାହାଙ୍କରି ନିକଟବର୍ତ୍ତୀ ହୋଇନଥାଉ। ଆସନ୍ତୁ, ଏହି ବାକ୍ୟ ଶୁଣିଲା ପରେ ଆମେ ପ୍ରତ୍ୟେକ ଦିନ ପ୍ରତ୍ୟେକ କାର୍ଯ୍ୟରେ ପ୍ରଭୁ ଯୀଶୁଙ୍କୁ ପ୍ରଥମ ସ୍ଥାନ ଦେବା, ଯଦ୍ୱାରା ପ୍ରଭୁ ଯୀଶୁ ଆମ୍ଭମାନଙ୍କର କାର୍ଯ୍ୟକୁ ସଫଳ କରିପାରିବେ।